ଆରଡ଼ି ଛକ ଦେଖିବେ ଆମର ବିଗତ ଦିନମାନଙ୍କରେ ଦେଖିଥିବେ ସେଇ ଜାଗାଟି ଛକ ଜାଗାଟି ବହୁତ ଭିଡ଼ ହେଉଛି। ମଝିରେ ଗୋଟେ ଇନସିଡେଣ୍ଟ ହେଇଥିଲା ଯେଉଁଠିକି 5 ଘଣ୍ଟା ପାଖାପାଖି ଟ୍ରାଫିକ୍ ଜାମ୍ ହେଇଥିଲା। ବର୍ଷା ଦିନେ ଆମେ ଦେଖିବା ସେଇ ଜାଗାଟା ଏତେ ଜାମ୍ ହେଉଛି, ପାଣି ଫାଣି ବି ରହୁଛି। ତେଣୁ ପ୍ରଥମ ପର୍ଯ୍ୟାୟରେ ଆମେ ନିଷ୍ପତ୍ତି ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି ଯେଉଁଟାକି ଆମର ଯେଉଁଟା ମେନ୍ ଛକ ଜାଗା ଅଛି ସେଟାକୁ ଆମେ ପ୍ରଥମ ପର୍ଯ୍ୟାୟରେ ଆମେ ଭାଙ୍ଗିବୁ ଏବଂ ତାପରେ ଆମର ସେ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଯେତେ ବି ଏନ୍ଏଚ୍କୁ ଲାଗିକି ଇଲିଗାଲ୍ ଷ୍ଟ୍ରକ୍ଚର୍ ଅଛି ସେଗୁଡ଼ା ବି ଧୀରେ ଧୀରେ ଆମର ଭଙ୍ଗା ହେବ। ତେଣୁ ପ୍ରଥମ ପର୍ଯ୍ୟାୟରେ ଭାଙ୍ଗିବା ପାଇଁ ଯେଉଁ ଆମର ଯେଉଁ ମେନ୍ ଛକ ଜାଗାଟା ଆରଡ଼ି ଛକ ଜାଗା ଯେଉଁଟା କହୁଛନ୍ତି ସେଇ ମେନ୍ ଛକ ଜାଗାରେ ଆମର ଭାଙ୍ଗିବା ପାଇଁ ସପ୍ତାହେ ତଳେ ଆମର ମାଇକ୍ ଆନାଉନ୍ସମେଣ୍ଟ ପ୍ରତିଦିନ ଚାଲିଛି ଏବଂ ସେଇ ରିଲେଟିଂ ଅର୍ଡ଼ର ବି ହେଇଯାଇଛି ଆମର। ଆଉ ଲୋକମାନଙ୍କୁ ଅନୁରୋଧ କରାହେଇଛି ଯେ ସେମାନେ ତାଙ୍କର ସ୍ୱଇଚ୍ଛାରେ ତାଙ୍କ ଜିନିଷ ଗୁଡ଼ିକ ଯାହା ବି ଇଲିଗାଲ୍ ଷ୍ଟ୍ରକ୍ଚର୍ ଅଛି ତାଙ୍କୁ ସବୁ ନେଇଯାଆନ୍ତୁ। ଆଉ ମୁଁ ଫିଲ୍ଡ ଭେରିଫିକେସନ୍ ବେଳେ ବି ଦେଖୁଥିଲି ବହୁତ ଲୋକ ଯେଉଁମାନେ ପ୍ରଶାସନକୁ ସାହାଯ୍ୟ କରିକି ସେମାନେ ନିଜେ ନିଜେ ଖୋଲି ନେଇଯାଇଛନ୍ତି ଏବଂ କିଛି ଲୋକଙ୍କୁ ତାଙ୍କୁ ବି ନେଇନଥିଲେ ତାଙ୍କୁ କୁହାଯାଇଛି କାଲି ସୁଦ୍ଧା ସେମାନେ ସେଗୁଡ଼ିକ ଖାଲି କରିବାକୁ। ଯଦି ସେମାନେ ନ ଖାଲି କରିବେ ତାହେଲେ ପ୍ରଶାସନ ତାର ପ୍ରୋସେସ୍ ଅନୁଯାୟୀ ଏଭିକ୍ସନ୍ କରିବ, ଫୋର୍ସଫୁଲ୍ ଏଭିକ୍ସନ୍ ଆମର ହେବ।